ପଡ଼ୋଶୀ ଏମାନେ ଏକ ଏମିତିକା ପ୍ରାଣୀ, ଏମାନଙ୍କ ବିଷୟରେ ଯେତେ କହିବ ସବୁ କମ୍ ପଡ଼ିଯିବ। ଯଦି ଆମକୁ ଦେଖିଦେଲେ ଗାଁ ବସ୍ ଷ୍ଟପ୍ରେ ସାଙ୍ଗେ ସାଙ୍ଗେ ପଚାରିବେ, ଝିଅ କୁଆଡ଼େ ଯାଇଥିଲୁ କି, ଏତେ ଲେଟ୍ରେ ଫେରୁଛୁ? ଏମିତି ତେଲେଇକି ପଚାରିବେ ସତେ ଯେମିତି ଆମ ମୁଣ୍ଡର ଅଧେ ଟେନସନ୍ ତାଙ୍କେ ନେଇଯାଉଛନ୍ତି। ତାପରେ ଆମେ ଯଦି ସେଠୁ ଟିକେ ଆଗକୁ ଗଲୁ, ସାଙ୍ଗେ ସାଙ୍ଗେ ଷ୍ଟାର୍ଟ ହେଇଯିବ, ଇଏ ତା ଝିଅ ସବୁଦିନ ଏମିତି ସଜେଇ ହେଇକି ଯାଉଛି ବାହାରକୁ, ସତେ ଯେମିତି ଗୋଟେ IAS ଅଫିସର ଜବ୍ କରିବାକୁ ଯାଉଛି। ତାପରେ କହିବେ, ହଁ ଏ ତାର ପକ୍କା କାହା ସହିତ ଚକ୍କର ଚାଲିଥିବ, ନହେଲେ କ'ଣ ପାଇଁ ଇଏ ସବୁଦିନ ବାହାରକୁ ଯାଆନ୍ତା। ତାହିଁରେ ମୁଁ ଗୋଟେ ସପ୍ତାହ ଥରେ ବାହାରକୁ ଯାଉଥିବି, ତାଙ୍କ ଝିଅ ସବୁଦିନ ଯାଉଥିବ, କିନ୍ତୁ ତାଙ୍କ ଝିଅ କଥା ପଡ଼ିବନି। ତାଙ୍କ ଝିଅ କମ୍ପ୍ୟୁଟର କ୍ଲାସ୍ ବାହାନାରେ ପଳାଇଥିବ, ମିଛ କହୁଥିବ, ସେ କଥା କହିବେନି। କିନ୍ତୁ ମୁଁ କିଛି କାମରେ ବାହାରକୁ ଗଲି, ଫେରୁ ଫେରୁ ଟିକେ ଲେଟ୍ ହେଇଗଲା, ତ ବହୁତ କିଛି ଖବର ତାଙ୍କ ପାଖକୁ ପହଞ୍ଚିଯିବ। ମୁଁ ଆଜି କ'ଣ ପିନ୍ଧିକି ବାହାରକୁ ଗଲି, କେମିତି ଯାଉଛି, କାହା ସହିତ ଯାଉଛି, କ'ଣ କରୁଛି, କେଉଁ ଜାଗାକୁ ଯାଉଛି, ସବୁ ଖବର ତାଙ୍କ ପାଖକୁ ଯିବ। ସବୁ ଖବରର ସେମାନେ ହଜାର